ସକାଳ ଦର୍ଶକ ବନ୍ଧୁ ଆସନ୍ତୁ ଦେଖୁଛି ଗୋଟେ ବଢ଼ିଆ ଜିନିଷ ଦେଖନ୍ତୁ କେମିତି ଲାଗିବ ଆପଣ ମାନେ କହିବେ। ଛାତ ଉପରେ ଅପରାଜିତା ଗଛ ଲଗେଇଥିଲୁ ହେଇଗଲାଣି ଗୋଟେ ବର୍ଷ ଖଣ୍ଡ ହେଇଗଲାଣି। ସେ ଗଛ ସବୁ ପତା ଡାଳ ସବୁ ଦେଖ ମରିଗଲାଣି ହେଲା। ଡାଳ ସବୁ ମରିଗଲାଣି କିନ୍ତୁ ଆମେ ତାକୁ କଖାରୁ ଚୋପା ଆଉ କ'ଣ ତାକୁ ଲାଉ ଚୋପା ଏମିତି ସବୁ ପରିବାର ଚୋପା ଦେଉଛୁ। ଦେବା ପରେ ସେ ଗଛରେ ଫୁଲ ଏତେ ଛୋଟ ଛୋଟ ଫୁଟୁଥିଲା ଆଉ କଲର୍ ବି ଡିସକଲର୍ ଆସୁଥିଲା। ତାକୁ ଦେଲା ପରେ ଏମିତି ଫୁଲଟା ଦେଖନ୍ତୁ କେମିତିଆ ଫୁଲ ଫୁଟୁଛି। ଏଟା ଏମିତି ତ ଜଣାଯାଉନଥିବ ଫଟୋରେ ଭିଡ଼ିଓରେ, କିନ୍ତୁ ବହୁତ ବଡ଼ ବଡ଼ ଫୁଲ ପୁରା ଖୋଲି ଯାଉଛି। ମାନେ ଇଏ କେଉଁ ପ୍ରକାର ପ୍ରାକୃତିକ ସାର ଦେଖୁଥିବେ। ଆଉ 3ଟା 4ଟା ଫୁଟିଛି, ନହେଲେ ଫୁଟୁନଥିଲା ଫୁଲ ଫୁଟୁଥିଲା। ଯାହା ଗୋଟେ 2ଟା ବି ଫୁଟୁଥିଲା ସେ ପୁରା ଭାରି ଅବାଗିଆ ଦେଖୁନାହାନ୍ତି। ପୁରା ଯେତେ ଫୁଟି ହେବ ଲାଷ୍ଟ ପର୍ଯ୍ୟନ୍ତ ସେ ପୁରା ଫୁଟି ଯାଇଛି, କିଛି ବି ଇଏ ନାହିଁ। କେତେଟା ଫୁଟିଛି ଫୁଲ 4ଟା 5ଟା। ମୁଁ କେବେଠୁ ଭାବୁଛି ଗୋଟେ ଭିଡ଼ିଓ କରିବି କେମିତି ଏସବୁ ଏସବୁ ସାର ବିଷୟରେ। ସାର ଦେଲେ ହିଁ ଭଲ ଫସଲ ହେବ କି ଭଲ ଫୁଲ ଫୁଟିବ ସେଇଟା ନୁହଁ। ଏମିତି ବି ପ୍ରାକୃତିକ ଉପାୟରେ ଚାହିଁଲେ ଜଣେ ହେଇପାରିବ। ଲୋକମାନେ ଇଚ୍ଛା କରୁନାହାନ୍ତି ଏତେ ପରିଶ୍ରମ କରିବାକୁ, ଆଉ ସାର ଦେଇଦେଲେ ଭଲ ଫସଲ ହେଲା। ଆଉ କେତେ ବଡ଼ ବଡ଼ ଫୁଲ ଫୁଟିଛି, 5ଟା ଫୁଲ ଫୁଟିଛି, ବଢ଼ିଆ ଫୁଲ। ଏମିତି ବି ଫୁଲର କଲର୍ ଗୁଡ଼ାକ ବି କେତେ ଡିପ୍ ଡିପ୍ କଲର୍ ଦେଖାଯାଉଛି। ମାନେ ନହେଲେ ସେ ଗଛ ଯେଉଁ ମରି ଆସିଲାଣି ଫୁଲ ଗୁଡ଼ାକ ପୁରା ଫିକା ଫିକା ଫୁଲ ଦେଖାଯାଇଥାନ୍ତା। କେତେ ଡିପ୍ ଫୁଲ ଦେଖାଯାଉଛି। ଯେତିକି ବଡ଼ ହେଇପାରିବ ମ୍ୟାକ୍ସିମମ୍ ବଡ଼ ହେଇଛି। ଆଉ ପରିବାର ଚୋପାରେ କେତେ କମାଲ କଲେ ଭଲ, ଯାହାର ଯା ଇଚ୍ଛା। ହଉ, ପୁଣି ଦେଖାହେବା ଆଉ ଗୋଟେ ନେକ୍ସଟ ଭିଡ଼ିଓରେ। ଧନ୍ୟବାଦ।